ପିଲାମାନେ ସମସ୍ତଙ୍କୁ ମୋର ନମସ୍କାର ଆଉ ପ୍ରଣାମ ମଧ୍ୟ। ଆଜି ଆମର ଟପିକ୍ ରହିଲା, ଆମର ଟପିକ୍ ଅଛି ଆଜି ଓଡ଼ିଶାର ଜିକେ ବିଷୟରେ। ତ ଚାଲନ୍ତୁ ଆରମ୍ଭ କରିବା। ଆରମ୍ଭ କରିବା ପୂର୍ବରୁ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଦେଖୁଛନ୍ତି ତ ସବସ୍କ୍ରାଇବ୍ କରନ୍ତୁ, ଆଉ ଲାଇକ୍ କରନ୍ତୁ, ଆଉ ସାଙ୍ଗସାଥିମାନଙ୍କ ପାଖରେ ସେୟାର କରନ୍ତୁ। ଏଭଳି ଏଜୁକେସନ୍ କମ୍ପିଟେଟିଭ୍ ଟାଇପ୍ କ୍ୱେଶ୍ଚିନ୍ ଦେଖିବା ପାଇଁ। ଚାଲନ୍ତୁ ଡେରି ନକରି ଆରମ୍ଭ କରିବା। ପ୍ରଥମ କ୍ୱେଶ୍ଚିନ୍ ଆସୁଛି ଆପଣଙ୍କର, ଓଡ଼ିଶାର କ୍ଷେତ୍ରଫଳ ଦୃଷ୍ଟିରୁ ସବୁଠାରୁ ବଡ଼ ଜିଲ୍ଲା କେଉଁଠି? ଓଡ଼ିଶାର କ୍ଷେତ୍ରଫଳ ଦୃଷ୍ଟିକୋଣରୁ କେଉଁଠି ନା ଆପଣମାନେ ଜାଣିଛନ୍ତି ମୟୂରଭଞ୍ଜ ଆପଣଙ୍କର ହେବ ସବୁଠାରୁ କ୍ଷେତ୍ରଫଳରେ ବଡ଼। ବୁଝିଗଲା? ଚାଲନ୍ତୁ ବ୍ୟାଖ୍ୟା କରି ଦେଖିବା, ସବୁ ଅପସନ୍ ପୁରା ଏକ୍ସପ୍ଲେନ୍ କରି ଦେଖିବା। ମୟୂରଭଞ୍ଜ। ଆଉ ଗଞ୍ଜାମଟା ଆମର କ'ଣ? ଗଞ୍ଜାମଟା ଆମର ଲୋକ ସଂଖ୍ୟା ଦୃଷ୍ଟିରୁ ସବୁଠାରୁ ବଡ଼। ବୁଝିଗଲା? ଲୋକ ସଂଖ୍ୟା ଦୃଷ୍ଟିରୁ ପଚାରିଲେ ଗଞ୍ଜାମ ମାରିବ, ଆଉ କ୍ଷେତ୍ରଫଳ ଅନୁସାରେ ହେଲେ ମୟୂରଭଞ୍ଜ ମାରିବ। ବୁଝିଗଲା? ସୁନ୍ଦରଗଡ଼ଟା ଏହା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଜିଲ୍ଲା। ଦ୍ୱିତୀୟ କେଉଁଟା ନା ସୁନ୍ଦରଗଡ଼। ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା। ଖୋର୍ଦ୍ଧା। ଖୋର୍ଦ୍ଧା ଏହା ଓଡ଼ିଶାର ଖୋର୍ଦ୍ଧା ଏଠାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଅବସ୍ଥିତ। ଖୋର୍ଦ୍ଧାରେ ଆମର ଭୁବନେଶ୍ୱର ଏହା ସମସ୍ତେ ଜାଣିଛନ୍ତି। ଚାଲନ୍ତୁ 2 ନମ୍ବର ପ୍ରଶ୍ନ ଉପରେ ଯିବା। 2 ନମ୍ବର ପ୍ରଶ୍ନ କ'ଣ କହୁଛି? ଓଡ଼ିଶାରେ ଇଂରେଜମାନଙ୍କ ବିରୋଧରେ ପାଇକ ବିଦ୍ରୋହ କେବେ ହୋଇଥିଲା? କେବେ ହୋଇଥିଲା ରେ? କେବେ ହୋଇଥିଲା ନା କେବେ ହୋଇଥିଲା? 1817। ରାଇଟ୍। ଚାଲନ୍ତୁ ବାକି ସବୁ ବ୍ୟାଖ୍ୟା କରିବା। ସରି, ଅପସନ୍ ନମ୍ବର ଏ ଆମର ଥିଲା 1803। 1803ରେ କ'ଣ? 1803ରେ ଏହି ବର୍ଷ ଇଂରେଜମାନେ ଓଡ଼ିଶା ଅଧିକାର କରିଥିଲେ। 1803ରେ ଆମର ଇଂରେଜମାନେ ଅଧିକାର କରିଥିଲେ ଓଡ଼ିଶାକୁ। ଆଉ 1817ରେ ବକ୍ସି ଜଗବନ୍ଧୁ ନେତୃତ୍ୱ ଖୋର୍ଦ୍ଧା ଐତିହାସିକ ପାଇକ ବିଦ୍ରୋହ ହୋଇଥିଲା। କାହା ସକାଶେ ହେଇଥିଲା ନା ବକ୍ସି ଜଗବନ୍ଧୁ ନେତୃତ୍ୱରେ ଖୋର୍ଦ୍ଧା ଐତିହାସିକ ପାଇକ ବିଦ୍ରୋହ ହୋଇଥିଲା। ବୁଝିଲା? 1817। ଆଉ ତମର ରହିଲା 1857। 1857 କ'ଣ ହେଇଥିଲା? ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହ ହୋଇଥିଲା। ସିପାହୀ ବିଦ୍ରୋହ କେବେ ହୋଇଥିଲା ବୋଲେ ଏଇଟା ମାରିବ। ତୁମକୁ ସବୁ ଜାଗା ଫାଇଦା ମିଳିଲାନି ନାହିଁ, ଆଉ ଏକ୍ସଟ୍ରା କେଉଁ ଭିଡ଼ିଓ ଦେଖିବାକୁ ପଡ଼ିବ କି ନାହିଁ ସେଥିପାଇଁ। ଆଉ ଆପଣମାନେ ଜାଣିଥିବ 1864 ଓଡ଼ିଶାର 9ଙ୍କ ଦୁର୍ଭିକ୍ଷ ହୋଇଥିଲା। ବୁଝିଗଲା? ଚାଲନ୍ତୁ ଆଗକୁ ବଢ଼ିବା। 3 ନମ୍ବର କ୍ୱେଶ୍ଚିନ୍ ଆପଣଙ୍କର। 3 ନମ୍ବର କ୍ୱେଶ୍ଚିନ୍ କ'ଣ? ଓଡ଼ିଆ ସାହିତ୍ୟର କାହାକୁ କବିଚନ୍ଦ୍ର କୁହାଯାଏ? ଓଡ଼ିଆ ସାହିତ୍ୟ କାହାକୁ କବିଚନ୍ଦ୍ର କୁହାଯାଏ? କବିଚନ୍ଦ୍ର କିଏ ରେ? କାଳୀଚରଣ ପଟ୍ଟନାୟକ। ଆପଣମାନେ ତ ପୁରା ଚାଲାକ, ଆନ୍ସର୍ଟା ପୁରା ପଢ଼ାଇଲା ଉପରେ ଜିକୁ ଦେଖିଦେଇଥିବେ। କାଳୀଚରଣ ପଟ୍ଟନାୟକ। ଆଉ ବାକି କେଉଁ ସବୁ ଲେଖିଛନ୍ତି ଚାଲନ୍ତୁ ଦେଖିବା, ପୁରା ବ୍ୟାଖ୍ୟା କରି ଦେଖିବା। ଦେଖ ଅପସନ୍ ଏ। ଅପସନ୍ ଏରେ କ'ଣ କହିଛି? ରାଧାନାଥ ରାୟ ତାଙ୍କ କବିବର କୁହାଯାଏ। ଜାଣିଛନ୍ତି? କାଲି କହୁଥିଲି। ରାଧାନାଥ ରାୟ କ'ଣ? ତାକୁ କବିବର ଉତ୍ପାଦି ଦିଆଯାଇଛି କୁହାଯାଏ। ବଡ଼ଦେବରତ ନା କବି ସୂର୍ଯ୍ୟ କୁହାଯାଏ। କାଳୀଚରଣ ପଟ୍ଟନାୟକ ଜଣେ ବିଶିଷ୍ଟ ନାଟ୍ୟକାର ଥିଲେ ଏବଂ ସେ ତାକୁ କବିଚନ୍ଦ୍ର ଉପାଧି ଓଡ଼ିଶା ନୃତ୍ୟର ନାମକରଣ। ବୁଝିଗଲା? ଓଡ଼ିଶୀ ନୃତ୍ୟର ନାମକରଣ ଅନୁସାରେ ତାକୁ ଦିଆହେଲା। ବୁଝିଗଲା? ସେ ହିଁ କରିଥିଲେ। ନନ୍ଦକିଶୋର ବଡ଼ ତାକୁ ପଲ୍ଲୀ କବି କୁହାଯାଏ। ଏଥିରୁ ତୁମକୁ ଗୋଟେ ଦେଖିଲା 3ଟା ତୁମର ପୁରା କ୍ଲିୟର୍ ହେଇଗଲା ନା ନାହିଁ? ଆଉ କେଉଁଠି ଦେଖିବାକୁ ପଡ଼ୁଛି? ନନ୍ଦକିଶୋର ବଡ଼, ପଲ୍ଲୀ କବି, ଆଉ ରାଧାନାଥ ରାୟ କବିବର, ଆଉ ବଳଦେବ ରଥ କବି ସୂର୍ଯ୍ୟ। ମନେ ରଖିବ ସବୁ, ମନେ ରଖିଲେ ଗଲା। ଓଡ଼ିଶାର ଦ୍ୱିତୀୟ ଦୀର୍ଘତମ ନଦୀ
ପ୍ରଥମ କେଉଁଟା କିରେ? ପ୍ରଥମ କାଲି କହୁଥିଲି, କାଲିର କ୍ଲାସ୍ରେ କହୁଥିଲି କି ମହାନଦୀ। ଆଉ ଦ୍ୱିତୀୟ କେଉଁଟା ଆସିବ ନା ତମର ଆସିବ ବ୍ରାହ୍ମଣୀ। ତୃତୀୟଟା ତମର ବୈତରଣୀ ସୁବର୍ଣ୍ଣରେଖା। ପୁରା ଚାଲନ୍ତୁ ପୁରା ବାକ୍ୟ କରି ଜଣା। ହେଲେ ଆନ୍ସର୍ କ'ଣ ହେବ? ଆନ୍ସର୍ ତମର ଆସିବ ଡି। ବୁଝିଲା? ବ୍ରାହ୍ମଣୀ। ଦେଖ, ମହାନଦୀ ଏହା ଓଡ଼ିଶାର ସବୁଠାରୁ ଲମ୍ବା ଓ ବଡ଼ ନଦୀ ହେଲା। ବୈତରଣୀ ଏହା କେନ୍ଦୁଝର ସୈନିକଠାରୁ ବାହାରି ଏବଂ ଏହାକୁ ଓଡ଼ିଶାର ଗଙ୍ଗା କୁହାଯାଏ। ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ? ଏଇଟା ବି କ୍ୱେଶ୍ଚିନ୍ ଆସିପାରେ। ତ ଏଇଟା ବି ବୁଝିବ। ବୈତରଣୀଟା କ'ଣ? ବୈତରଣୀଟା କ'ଣ କୁହାଯାଏ? ଓଡ଼ିଶାର ଗଙ୍ଗା ବି କୁହାଯାଏ। ବୁଝିହେଲା? ଆଉ ଚାଲନ୍ତୁ ଦେଖିବା। ସୁବର୍ଣ୍ଣରେଖା ଏ ଝାଡ଼ଖଣ୍ଡରୁ ବାହାରି, ଖାଲି ହିଁ କହୁଥିଲି ପରା, ଅପସନ୍ ସହିତ ବୁଝାଉଥିଲି। ଓଡ଼ିଶାରୁ ବାହାରି ଏଇଟା ପ୍ରବାହିତ ହୁଏ। ଝାଡ଼ଖଣ୍ଡରୁ ବାହାରି ଓଡ଼ିଶା ଦେଇ ପ୍ରବାହିତ ହୁଏ। ସୁବର୍ଣ୍ଣରେଖା କେଉଁଠୁ ଦେଇକି ଯାଏ ବୋଲି ଏମିତି ବି କ୍ୱେଶ୍ଚିନ୍ ଆସେ। ତ ନିଶ୍ଚିତ ଜାଣିପାରିବେ, ପଢ଼ିବେ ହେଲା। ବ୍ରାହ୍ମଣୀଟା କ'ଣ? ରାଉରକେଲା ନିକଟସ୍ଥ ଦେବବ୍ୟାସଠାରେ ଶଙ୍ଖ ଓ କୋଏଲ ନଦୀର ମିଳନ ବ୍ରାହ୍ମଣୀ ନଦୀ ସୃଷ୍ଟି ହୋଇଛି, ଯାହା ଓଡ଼ିଶାର ଦ୍ୱିତୀୟ ନଦୀ। ବୁଝିଲେ? ପୁରା ବ୍ୟାଖ୍ୟା କଲି କେଉଁଠୁ କେଉଁଠି ବାହାରୁଛି। ବୁଝିଲା? ଚାଲନ୍ତୁ ନେକ୍ସଟ କ୍ୱେଶ୍ଚିନ୍ ଉପରେ ଦେଖିବା। କ୍ୱେଶ୍ଚିନ୍ ନମ୍ବର 5 କ'ଣ? ଓଡ଼ିଶାରେ ଥିବା ଏକମାତ୍ର ଜାତୀୟ ଉଦ୍ୟାନ ନ୍ୟାସନାଲ୍ ପାର୍କ ଶିମିଳିପାଳ କେଉଁ ଜିଲ୍ଲାରେ ଅବସ୍ଥିତ? ଶିମିଳିପାଳ କେଉଁ ଜିଲ୍ଲାରେ ଅବସ୍ଥିତ? ମୁଁ ବି କନଫ୍ୟୁଜ୍ରେ ଅଛି। ଏଇଟା ତମର ବୋଧେ ଆସିବ କେନ୍ଦୁଝର, ସରି ମୟୂରଭଞ୍ଜ। ସଠିକ୍ ଉତ୍ତର ହେଲା ମୟୂରଭଞ୍ଜରେ ଅଛି। ବୁଝିଲା? ଆଉ କ'ଣ କେଉଁଠି ଅଛି ସବୁ ଦେଖିବା। ଚାଲ ବ୍ୟାଖ୍ୟା କରିଦିଅ। ଅପସନ୍ ତ ଦେଇଛି 4ଟା। ତମର କେନ୍ଦୁଝର ଆସିଛି। ଏଠାରେ ଖଣ୍ଡାଧାର ଜଳପ୍ରପାତ ଅଛି। ଖଣ୍ଡାଧାର ଜଳପ୍ରପାତ କେଉଁଠାରେ ନା କେନ୍ଦୁଝରରେ। ଆଉ ମୟୂରଭଞ୍ଜଟା କ'ଣ? ଶିମିଳିପାଳ ଅଭୟାରଣ୍ୟ, ବାଘ ସଂରକ୍ଷଣ, ସଂକଳ୍ପ ଟାଇଗର ରିଜର୍ଭେସନ୍ ଏଠାରେ ଅବସ୍ଥିତ। ବୁଝିଲା? କେନ୍ଦ୍ରାପଡ଼ା ଏଠାରେ ଭିତରକନିକା କୁମ୍ଭୀର ସଂରକ୍ଷଣ ଅବସ୍ଥିତ। କେଉଁଠି? କେନ୍ଦ୍ରାପଡ଼ାରେ ତମର ଏଠାରେ ଭିତରକନିକା ଅଛି, କୁମ୍ଭୀର ସଂରକ୍ଷଣ ଅବସ୍ଥିତ। ବାଲେଶ୍ୱରରେ ଏଠାରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଅଛି। କ୍ଷେପଣାସ୍ତ୍ର ଘାଟି କେଉଁଠି? ବାଲେଶ୍ୱର ତମ ଚାନ୍ଦିପୁରଠାରେ କ୍ଷେପଣାସ୍ତ୍ର ଘାଟି ଅଛି। ବୁଝିଲା? ସବୁ କେଉଁଠି କ'ଣ ଆସିছে ଏଇଟା ବି ମନେ ରଖିବ। ଗୋଟେ କ୍ୱେଶ୍ଚିନ୍ର ଆନ୍ସର୍ ପାଇଁ 4ଟା ପୁରା ଏକ୍ସପ୍ଲେନ୍ କରୁଛି। ପୁରା ବୁଝିବ ବୋଲିକା ମୁଁ ସେତେ କଷ୍ଟ କରି ଲେଖିଛି। ବୁଝିବାକୁ ଚେଷ୍ଟା କରିବା। ଆଉ ବୋରିଂ ବି ହେବନି, ସବୁ ଯାକ ବୁଝିବ ଯଦି। ନେକ୍ସଟ କ୍ୱେଶ୍ଚିନ୍ 6 ନମ୍ବର କ'ଣ? ସ୍ୱାଧୀନତା ପରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଫାଷ୍ଟ ସିଏମ୍ କିଏ ଥିଲେ? ପ୍ରଥମେ କ'ଣ ଯେ ଓଡ଼ିଶାରେ ଗୋଟେ ମୁଖ୍ୟମନ୍ତ୍ରୀକୁ ସିଏମ୍ କୁହାଯାଇଥିଲା। ତ ସେ ଅନୁସାରେ ସେତେବେଳୁ କ'ଣ ସିଏମ୍ କିଏ ଥିଲେ ରେ? ଆମର ଥିଲେ ଗଜପତି ମହାରାଜ କୃଷ୍ଣଚନ୍ଦ୍ର ଗଜପତି ପ୍ରଥମେ ଥିଲେ। ବୁଝିହେଲା? ଚାଲନ୍ତୁ ଆଉ 3ଟାର ପୁରା ବ୍ୟାଖ୍ୟା କରିବା। ସ୍ୱାଧୀନତା ପୂର୍ବରୁ। ଏଇଟା ପିଲାମାନେ ମୁଁ ସ୍ୱାଧୀନତା ପୂର୍ବରୁ ଭାବିଲି ରେ, ସ୍ୱାଧୀନତା ପରେ। ଆମର ମୁଖ୍ୟମନ୍ତ୍ରୀ ହିଁ କହୁଛି ନା, ସରି ପ୍ରଧାନମନ୍ତ୍ରୀ ମୁଁ ବୁଝିଲି। ସରି, ଏଇଟା ଗୋଟେ ଭୁଲ କରିଦେଲି। ସରି। ଆପଣଙ୍କର ଯଦି ପ୍ରଧାନମନ୍ତ୍ରୀ ଉପରେ ଆସିବ, ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ପୂର୍ବରୁ କିଏ ନା କୃଷ୍ଣଚନ୍ଦ୍ର ଗଜପତି। ସଠିକ୍ ଉତ୍ତର ତମର କୃଷ୍ଣଚନ୍ଦ୍ର ମହାତାବ। ବୁଝିଲା? ଚାଲନ୍ତୁ ଦେଖିବା। କୃଷ୍ଣଚନ୍ଦ୍ର ଗଜପତି ସ୍ୱାଧୀନତା ପୂର୍ବରୁ, ହଁ କହିଛି ନା, ସ୍ୱାଧୀନତା ପୂର୍ବରୁ 1947 ମସିହା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ବୁଝିଲା? ମୁଁ ପୁରା କନଫ୍ୟୁଜ୍ରେ କହିଦେଲି। ସରି। ନବକୃଷ୍ଣ ଚୌଧୁରୀ ସେ ମହାତାବଙ୍କ ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହରେକୃଷ୍ଣ ମହାତାବ ପ୍ରଥମେ ଥିଲେ ନା ସ୍ୱାଧୀନତା ପରେ? 1943ରୁ 1950 ପର୍ଯ୍ୟନ୍ତ ସ୍ୱାଧୀନତା ସମୟରେ ମୁଖ୍ୟମନ୍ତ୍ରୀ ଥିଲେ। ବୁଝିହେଲା? ଇଏ ଥିଲେ ଆମର ପ୍ରଥମ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ପରେ। ତାକୁ କ'ଣ କୁହାଯାଏ? ଉତ୍କଳ କେଶରୀ ବି କୁହାଯାଏ।
ଗଳାଟି ଲାଗିଯାଇଛି ପିଲାମାନେ। ଉତ୍କଳ କେଶରୀ ବି କୁହାଯାଏ, ବୁଝିହେଲା। ଆଉ ବିଜୁ ପଟ୍ଟନାୟକ ତ ଆମର ସେ ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ଯିଏ ପାରାଦ୍ୱୀପ ବନ୍ଦର ପ୍ରତିଷ୍ଠା କରିଥିଲେ। ଏମିତି କୋଶ୍ଚିନ୍ ଆସେ ପାରାଦ୍ୱୀପ ବନ୍ଦର କିଏ ପ୍ରତିଷ୍ଠା କରିଥିଲେ? ଦେଖିବ ବିଜୁ ପଟ୍ଟନାୟକ। ଚାଲନ୍ତୁ 7 ନମ୍ବର କୋଶ୍ଚିନ୍ ଉପରେ ଆଲୋଚନା କରିବା। ଓଡ଼ିଶାର ଲୋକସଭା ପାଇଁ କେତୋଟି ଆସନ ଅଛି? କେତୋଟି ଆସନରେ ଜାଣିଛ କି ନାହିଁ? 21ଟି ଆସନ, ବୁଝିହେଲା। ଆଉ ସବୁ କ'ଣ ବ୍ୟାଖ୍ୟା କରିছে ଦେଖିବା। ଚାଲ, ସଠିକ୍ ଉତ୍ତର 21। 147 କ'ଣ? ଏହା ଓଡ଼ିଶାର ବିଧାନସଭା MLA ଆସନ ସଂଖ୍ୟା। ଓଡ଼ିଶାର MLA ବିଧାନସଭା ଆସନ ସଂଖ୍ୟା କେତେ? 147। 21ଟା କ'ଣ? ଆନ୍ସର୍ ମୁଁ 21 କହୁଥିଲି। ଓଡ଼ିଶାର 21 ଜଣ ଲୋକସଭା ସଦସ୍ୟ MP ନିର୍ବାଚିତ ହୁଅନ୍ତି। MP ଆସିଲେ 21। ଆଉ ବିଧାନସଭାର MLA ଆସନ କହିଲେ କେତେ ଆସିବ ନା 147। 10 କ'ଣ? ଓଡ଼ିଶାରୁ ରାଜ୍ୟସଭାକୁ 10 ଜଣ ସଂସଦ ଯାଆନ୍ତି। ଓଡ଼ିଶାରୁ ରାଜ୍ୟସଭାର 10 ଜଣ ସଂସଦ ଯାଆନ୍ତି, ବୁଝିହେଲା। କେତେ ଜଣ ଯାଆନ୍ତି ଏମିତି କୋଶ୍ଚିନ୍ ପଡ଼ିଲେ 10 ଜଣ ଯାଆନ୍ତି, ହେଲା। 30 କ'ଣ? ଓଡ଼ିଶାର ସମୁଦାୟ 30ଟି ଜିଲ୍ଲା ଅଛି, ବୁଝିହେଲା। ଚାଲନ୍ତୁ ଆଗକୁ ବଢ଼ିବ। 8 ନମ୍ବର ପ୍ରଶ୍ନ କ'ଣ? ଭାରତର ପ୍ରଥମ ଜ୍ଞାନପୀଠ ପୁରସ୍କାର ବିଜେତା ଓଡ଼ିଆ କିଏ? ପ୍ରଥମ କିଏ ଥିଲେ? ଗୋପୀନାଥ ମହାନ୍ତି। ଏଇଟା ଓଡ଼ିଆ ପଢ଼ିବା ପିଲା ଯେ ବହୁତ ସହଜ, ଏଇଟା ଓଡ଼ିଆ କୋଶ୍ଚିନ୍। ଭାରତର ପ୍ରଥମ ଜ୍ଞାନପୀଠ ପୁରସ୍କାର ବିଜେତା ଓଡ଼ିଆ କିଏ? ନା ଗୋପୀନାଥ ମହାନ୍ତି। ଚାଲନ୍ତୁ ଆଗକୁ। ପ୍ରତିଭା ରାୟ କ'ଣ? ସେ ଯଜ୍ଞସେନ ପାଇଁ ଜ୍ଞାନପୀଠ ପୁରସ୍କାର ପାଇଥିଲେ। ପ୍ରଥମ ଓଡ଼ିଆ ମହିଳା କହିଲେ କାହାକୁ ଯିବ ଜ୍ଞାନପୀଠ ପାଇଁ? ନା ପ୍ରତିଭା ରାୟ, ହେଲା। ସୀତାକାନ୍ତ ମହାପାତ୍ର ସେ ମଧ୍ୟ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି। ସୀତାକାନ୍ତ ମହାପାତ୍ର ଇଏ ବି ଜଣେ ପାଇଛନ୍ତି। ବେଳେବେଳେ କୋଶ୍ଚିନ୍ ଏମିତି ଆସେ ଯେ ଜ୍ଞାନପୀଠ ପୁରସ୍କାର କିଏ ପାଇଛନ୍ତି ବୋଲି 4ଟା ଅପସନ୍ ଥିବ। 4ଟାରୁ କିଏ ଜଣେ ଯାହାର ନଥିବ ତାକୁ ମଧ୍ୟ ଦେଇଥିବେ, ବୁଝିଲ। ଗୋପୀନାଥ ମହାନ୍ତି ଇଏ ପ୍ରସିଦ୍ଧ ମାଟି ମଟାଳ ପାଇଁ ସେ 1973 ମସିହାରେ ପ୍ରଥମ ଓଡ଼ିଆ ଭାବେ ପୁରସ୍କାର ପାଇଥିଲେ, ବୁଝିଲା। ସଚ୍ଚିଦାନନ୍ଦ ରାଉତରାୟ ତାଙ୍କୁ ବାଜି ରାଉତ ଏବଂ ଅନ୍ୟାନ୍ୟ କବିତା ପାଇଁ ଜ୍ଞାନପୀଠ ପୁରସ୍କାର ମିଳିଥିଲା। ଇଏ ବି ଜ୍ଞାନପୀଠ ପୁରସ୍କାର ସଚ୍ଚିଦାନନ୍ଦ ରାଉତ, କିନ୍ତୁ ସେ ପ୍ରଥମ ନୁହେଁ। ସେ ବାଜି ରାଉତ ଏବଂ ଅନ୍ୟାନ୍ୟ କବିତା ପାଇଁ ଜ୍ଞାନପୀଠ ପୁରସ୍କାର ମିଳିଥିଲା, ବୁଝିଲା। କେଉଁ ମନ୍ଦିର ବ୍ଲାକ୍ ପାଗୋଡ଼ା କୃଷ୍ଣ ପାଗୋଡ଼ା ବୋଲି କୁହାଯାଏ? ଚାଲନ୍ତୁ ଦେଖିବା। କେଉଁ ମନ୍ଦିରରେ ଆମର ବ୍ଲାକ୍ ପାଗୋଡ଼ା କାହା କୁହାଯାଏ? ନା କୋଣାର୍କ ମନ୍ଦିରକୁ କୁହାଯାଏ। ଇଂରେଜ ମାନେ କହିଲେ ନା କେଉଁ ମନ୍ଦିର ଇଂରେଜ ମାନେ ବ୍ଲାକ୍ ପାଗୋଡ଼ା କହିଲେ। ଆଉ କେଉଁ ମନ୍ଦିର କ'ଣ କହିଛନ୍ତି ଚାଲନ୍ତୁ ଦେଖିବା, ପୁରା ବ୍ୟାଖ୍ୟା କରିଛି। ଆପଣଙ୍କର ଦେଖ, ଜଗନ୍ନାଥ ମନ୍ଦିର କ'ଣ? ହ୍ୱାଇଟ୍ ପାଗୋଡ଼ା ବା ଧଳା ପାଗୋଡ଼ା କୁହାଯାଏ। ଲିଙ୍ଗରାଜ ମନ୍ଦିର ଭୁବନେଶ୍ୱର ସବୁଠାରୁ ବଡ଼ ମନ୍ଦିର। ରାଜାରାଣୀ ମନ୍ଦିର ଏହା ପ୍ରେମର ମନ୍ଦିର ବା ଲଭ୍ ଟେମ୍ପଲ୍ କୁହାଯାଏ। କୋଣାର୍କ ସୂର୍ଯ୍ୟ ମନ୍ଦିର ଏହା କଡ଼ା ମୁଗୁନି ପଥର ତିଆରି। ଏହି ମନ୍ଦିରକୁ ନାବିକମାନେ ଦୂରରୁ ଦେଖି ବ୍ଲାକ୍ ପାଗୋଡ଼ା କହିଥିଲେ, ବୁଝିହେଲା। କ'ଣ ପାଇଁ ବ୍ଲାକ୍ ପାଗୋଡ଼ା କହିଛନ୍ତି ବୁଝିହେଲା ନା? ଚାଲନ୍ତୁ ଆଗକୁ ବଢ଼ିବା। 10 ନମ୍ବର ପ୍ରଶ୍ନ। ପ୍ରଥମ ଓଡ଼ିଆ ଖବରକାଗଜର ନାମ କ'ଣ? ଫାଷ୍ଟ ଓଡ଼ିଆ ନ୍ୟୁଜ୍ ପେପର କ'ଣ ହେଇଥିବ? ସମ୍ବାଦ ହେଇଥିବ କି ଭାବୁଛ? ନାହିଁ। ପ୍ରଜାତନ୍ତ୍ର ନାହିଁ, ଇଏ ବି ନାହିଁ। ଉତ୍କଳ ଦୀପିକା ହେବ ତୁମର ପ୍ରଥମ ନ୍ୟୁଜ୍ ପେପର। ଏଗୁଡ଼ାକ କୋଶ୍ଚିନ୍ରେ ବାରମ୍ବାର ଆସେ। ଅଣଦେଖା କରିବନି, ଏଇଟା ବୁଝିବାକୁ ଚେଷ୍ଟା କର। ପଢ଼ିବ ବୋଲେ ସବୁଦିନ ଟିକେ ଟିକେ ଦେଖିବ ବୋଲେ ହେଇଯିବ। ସମାଜଟା କ'ଣ? ସମାଜ ଆମର ଉତ୍କଳମଣି ଗୋପବନ୍ଧୁ ଦାସ 1919ରେ ଆରମ୍ଭ କରିଥିଲେ।
ବୁଝିଗଲା। ଉତ୍କଳମଣି ଗୋପବନ୍ଧୁ ଦାସ କେଉଁ ନ୍ୟୁଜ୍ ପେପର ଆରମ୍ଭ କରିଥିଲେ କି କେଉଁ ସମ୍ବାଦ ପେପର ଆରମ୍ଭ କରିଥିଲେ ବୋଲେ ସମାଜ ପେପର, ପ୍ରଥମ ସମାଜ 1919 ଆରମ୍ଭ କରିଥିଲେ। ଉତ୍କଳ ଦୀପିକା ଏହା 4 ଅଗଷ୍ଟ 1964ରେ ଗୌରୀଶଙ୍କର ରାୟ, କାହାର ନା ଗୌରୀଶଙ୍କର ରାୟ ଦ୍ୱାରା ପ୍ରକାଶିତ ପ୍ରଥମ ଓଡ଼ିଆ ପତ୍ରିକା। ଏହି ଦିନକୁ ଆମେ ଓଡ଼ିଆ ସାମ୍ବାଦିକ ଦିବସ ରୂପେ ପାଳନ କରୁ। ବୁଝିଗଲା। ପ୍ରଥମ ଏହି ଦିନକୁ ସାମ୍ବାଦିକ ଦିବସ ରୂପେ ପାଳନ କରୁ। ବୁଝିପାରିଲ। ସେ କ'ଣ ସମ୍ବାଦଟା ଆମର ସମ୍ବାଦ ଓଡ଼ିଶାର ପ୍ରଥମ ଅପଡେଟ୍ ପ୍ରିଣ୍ଟିଂ ଖବରକାଗଜ, ଅଫସେଟ୍ ପ୍ରିଣ୍ଟିଂ ଖବରକାଗଜ କ'ଣ ଆଇବ ନା ସମ୍ବାଦ। ପ୍ରଜାତନ୍ତ୍ର ଏହାକୁ ହରେକୃଷ୍ଣ ମହତାବ ପ୍ରତିଷ୍ଠା କରିଥିଲେ। ବୁଝିଲେ। ଚାଲନ୍ତୁ ଆଗକୁ ବଢ଼େ। 11 ନମ୍ବର ପ୍ରଶ୍ନ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ? ଆନ୍ସର ତ ଦେଖିଦେଇଛ ଆଉ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ ନା ନନ୍ଦିନୀ ଶତପଥୀ। ବୁଝିଗଲା। ଚାଲନ୍ତୁ ବାକ୍ୟ ତ କରିଛି ଦେଖିବା। ରମାଦେବୀ କିଏ? ସେ ଜଣେ ବିଶିଷ୍ଟ ସ୍ୱାଧୀନ ସଂଗ୍ରାମୀ ଏବଂ ସମାଜସେବିକା ଥିଲେ। ଶାରଳା ଦେବୀ ସେ ଓଡ଼ିଆ ବିଧାନସଭାର ପ୍ରଥମ ମହିଳା ସଦସ୍ୟା ଥିଲେ। ପ୍ରଥମ ଓଡ଼ିଆ ସଦସ୍ୟା ମହିଳା କିଏ ବୋଲି କହିଲେ ଶାରଳା ଦେବୀ ଆସିବ। ବେଳେବେଳେ ଏମିତି ବି କ୍ୱେଶ୍ଚିନ୍ ପକାଇଥାଏ, ସବୁଆଡ଼ୁ ଦେଖି ପଡ଼ିବ। କୁନ୍ତଳା କୁମାରୀ ସାବତ ତାଙ୍କ ଉତ୍କଳ ଭାରତୀ କୁହାଯାଏ। ପ୍ରସିଦ୍ଧ କବି, ଚିକିତ୍ସକ। ବୁଝିଲା। କୁନ୍ତଳା କୁମାରୀ ସାବତ କ'ଣ ଉତ୍କଳ ଭାରତୀ ବି ତାକୁ କୁହାଯାଏ। ବୁଝିଲେ। ଆମ ନନ୍ଦିନୀ ଶତପଥୀ କ'ଣ ସେ ଏକମାତ୍ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ଆଇରନ୍ ଲେଡି ଅଫ୍ ଓଡ଼ିଶା କୁହାଯାଏ। ଏଇଟା ଆଇରନ୍ ଲେଡି ଅଫ୍ ଓଡ଼ିଶା କାହାକୁ କୁହାଯାଏ ନା ନନ୍ଦିନୀ ଶତପଥୀ, ଯିଏକି ମହିଳାର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। ହୋଇଥିଲେ ସରି। 12 ନମ୍ବର କ୍ୱେଶ୍ଚିନ୍, ଓଡ଼ିଶାର ମତ୍ସ୍ୟ ତୀର୍ଥ ଭାବେ କେଉଁ ଜଳପ୍ରପାତ ଜଣାଶୁଣା? କେଉଁଟାରେ? ତମର ଆସିବ ଡୁଡୁମା। ବୁଝିଲା। ଡୁଡୁମା। ବାକ୍ୟା କରିଛି ପୁରା ଦେଖିନେବା। ଚାଲ। ବରେଇ ପାଣି ମୟୂରଭଞ୍ଜର ଶିମିଳିପାଳରେ ଥିବା ଏହା ଓଡ଼ିଶାର ସର୍ବୋଚ୍ଚ ଜଳପ୍ରପାତ। ବରେଇ ପାଣି କେଉଁଠି? ମୟୂରଭଞ୍ଜରେ ଶିମିଳିପାଳରେ ଥିବା ଏହା ଏକ ଓଡ଼ିଶାର ସର୍ବୋଚ୍ଚ ଜଳପ୍ରପାତ। ଏଇଟା କ୍ୱେଶ୍ଚିନ୍ ଆସିଲେ ଦେଖିବ। ଖଣ୍ଡାଧାରା ଏହା କେନ୍ଦୁଝର ଅବସ୍ଥିତ ଓଡ଼ିଶାର ଦ୍ୱିତୀୟ ସର୍ବୋଚ୍ଚ ଜଳପ୍ରପାତ। ପ୍ରଥମ ସର୍ବୋଚ୍ଚ କେଉଁଟା ଆସିବ ନା ଶିମିଳିପାଳରେ ଥିବା ବରେଇ ପାଣି। ଆଉ ଏହା କେନ୍ଦୁଝର ଅବସ୍ଥିତ ଓଡ଼ିଶାର ଦ୍ୱିତୀୟ ସର୍ବୋଚ୍ଚ ଜଳପ୍ରପାତ। ଆନ୍ସର ତମର ଡୁଡୁମା ଥିଲା। ଡୁଡୁମା କୋରାପୁଟର ମାଛକୁଣ୍ଡ ନଦୀ ଉପରେ ଥିବା ଏହି ଜଳପ୍ରପାତକୁ ମତ୍ସ୍ୟ ତୀର୍ଥ କୁହାଯାଏ। ବୁଝିଲା। ଡୁଡୁମାଟା ତମର କ'ଣ ପାଇଁ କୁହାଯାଏ? କୋରାପୁଟର ମାଛକୁଣ୍ଡ ନଦୀ ଉପରେ ଥିବା ଏହି ଜଳପ୍ରପାତ ମତ୍ସ୍ୟ ତୀର୍ଥ କୁହାଯାଏ। ବୁଝିହେଲା ନା ଆଉ କ'ଣ ବାକି ଅଛି? ସାନ ଘାଗରା ଏହା କେନ୍ଦୁଝର ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ। ସାନ ଘାଗରା କେଉଁଠି ଅବସ୍ଥିତ ନା କେନ୍ଦୁଝର ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ। ବୁଝିହେଲା। ଚାଲନ୍ତୁ ଆଗକୁ ବଢ଼ିବା। ନେକ୍ସଟ କ୍ୱେଶ୍ଚିନ୍ କ'ଣ ଅଛି? ନେକ୍ସଟ କ୍ୱେଶ୍ଚିନ୍ ଅଛି ତମର ପ୍ରସିଦ୍ଧ ଲୋକନୃତ୍ୟ ଦଣ୍ଡନାଚ ମୁଖ୍ୟତଃ କେଉଁ ଜିଲ୍ଲାରେ ପାଳିତ ହୁଏ? କେଉଁ ଜିଲ୍ଲାରେ? ସବୁ ଜାଣିଥିବ ଗଞ୍ଜାମରେ ଏଇଟା ପ୍ରସିଦ୍ଧ। ବୁଝିହେଲା। ଆଉ ଗଞ୍ଜାମ ପିଲା କେତେ ଜଣ ଦେଖୁଛ କମେଣ୍ଟ କର। ଚାଲନ୍ତୁ ଆଗକୁ ଯୋଡ଼ିବା। ସଠିକ୍ ଉତ୍ତର ତମର ଗଞ୍ଜାମ। ଆଉ ବାକ୍ୟ କରିଛି କ'ଣ? ମୟୂରଭଞ୍ଜରେ ତମର କ'ଣ କେଉଁ ନୃତ୍ୟରେ? ଛଉ ନୃତ୍ୟ ପାଇଁ ପ୍ରସିଦ୍ଧ। ଗଞ୍ଜାମ ଶିବ କାଳୀଙ୍କ ଉପାସନା ପାଇଁ ଗଞ୍ଜାମ। ବୁଝିହେଲା। ସମ୍ବଲପୁରରେ ଡାଲକାଇ ଓ ସମ୍ବଲପୁରୀ ନୃତ୍ୟ ପ୍ରସିଦ୍ଧ। ପୁରୀର କୋଟିପୁଅ ନୃତ୍ୟ ପ୍ରସିଦ୍ଧ। ବୁଝିହେଲା।
ଏମିତି କ୍ୱେଶ୍ଚିନ୍ ଆସେ କୁଟିପୁଅ ନୃତ୍ୟ କେଉଁ ଓଡ଼ିଶାର କେଉଁଟାରେ ପ୍ରସିଦ୍ଧ। ତୁମେ ଜାଣିନଥିବ ଗଞ୍ଜାମ ମାରିଦେବ, ଜାଣିନଥିବ ସମ୍ବଲପୁର ମାରିଦେବ। ସେମିତି ପଢ଼ିଥିବ ବୋଲେ ଜାଣିଥିବ, ଲେଖିବ, ଯା। ବୁଝିଗଲା। ମୟୂରଭଞ୍ଜରେ କ'ଣ ଛଉ ନୃତ୍ୟ, ଗଞ୍ଜାମରେ କ'ଣ ଦଣ୍ଡ ନାଚ, ସମ୍ବଲପୁରରେ ଢାଲକାଇ ଆଉ ସମ୍ବଲପୁରୀ, ପୁରୀରେ କ'ଣ କୁଟିପୁଅ ନୃତ୍ୟ। ହେଲା, ଏଇ ତ। ଚାଲନ୍ତୁ ଆଗକୁ ବଢ଼ିବା। କେଉଁ ସହର ଓଡ଼ିଶାର ସିଲଭର ସିଟି? ସିଲଭର ସିଟି କେଉଁଠି ରହେ? ସିଲଭର ସିଟି କେଉଁଠି କୁହାଯାଏ? କେଉଁଠିକୁ ସିଲଭର ସିଟି କୁହାଯାଏ? ସିଲଭର ସିଟି ଆମର କେଉଁଠି? ସିଲଭର ସିଟି ଆମର ଆସିବ କଟକ। ସବୁଠାରୁ ପୁରୁଣା ସହର ପୁରା କଟକ ଆମର। ଚାଲନ୍ତୁ ଆଗକୁ ବଢ଼ିବା। ଭୁବନେଶ୍ୱର କ'ଣ? ୟାକୁ ମନ୍ଦିର ମାଳିନୀ ସହର, ଟେମ୍ପଲ ସିଟି କୁହାଯାଏ। ଭୁବନେଶ୍ୱର ଆମର କ'ଣ ମନ୍ଦିର ମାଳିନୀ କୁହାଯାଏ, ଆଉ ସ୍ମାର୍ଟ ସିଟି ଏବେ ହେଇଛି, କିନ୍ତୁ ପ୍ରଥମେ ମନ୍ଦିର ମାଳିନୀ ସିଟି ବା ଟେମ୍ପଲ ସିଟି କୁହାଯାଏ। କଟକରେ କ'ଣ ଥାରକସି କାମ ପାଇଁ କଟକ ରୌପ୍ୟ ନଗରୀ ବା ସିଲଭର ସିଟି କୁହାଯାଏ। କେଉଁ କାମ ପାଇଁ? ଥାରକସି ପାଇଁ ପ୍ରସିଦ୍ଧ। କେଉଁଠି? କଟକ। ଏହାକୁ ମିଲେନିୟମ ସିଟି ମଧ୍ୟ କୁହାଯାଏ। ମିଲେନିୟମ। କଟକର କେତେ ନାଁ ଦେଖ? ସିଲଭର ସିଟି, ରୌପ୍ୟନଗରୀ ବୋଲି ସିଲଭର ସିଟି, ଆଉ ମିଲେନିୟମ, ଯେଉଁଟା ତିନିଟା ଭିତରୁ ଯାହା ଆସିଲେ। ଆଉ କେଉଁ କାମ ପାଇଁ ପ୍ରସିଦ୍ଧ? ନା ଥାରକସି। ଆସିବ ରାଉରକେଲା। ରାଉରକେଲା କ'ଣ ପାଇଁ? ନା ଇସ୍ପାତ କାରଖାନା, ଷ୍ଟିଲ୍ ପ୍ଲାଣ୍ଟ ପାଇଁ ପ୍ରସିଦ୍ଧ ବା ଷ୍ଟିଲ୍ ସିଟି ବି କୁହାଯାଏ। ଏଟାର ପ୍ରବଳ କମ୍ପାନୀ ଗୁଡ଼ାକ ଅଛି। ଆମ ବ୍ରହ୍ମପୁରଟା କ'ଣ? ସିଲ୍କ ସିଟି। ସିଲ୍କ ସିଟି ଆମ ବ୍ରହ୍ମପୁର, ରେଶମ ସହର। ବୁଝିଗଲା। ଆଉ 15 ନମ୍ବର କ୍ୱେଶ୍ଚିନ୍ ଉପରକୁ ଯିବା। କ'ଣ କହୁଛି? ମାଗୁଣିର ଶଗଡ଼ ଏବଂ ପେଟେଣ୍ଟ ମେଡ଼ିସିନର ରଚୟିତା କିଏ? କିଏ? ମାଗୁଣି ଶଗଡ଼ ଆଉ ପେଟେଣ୍ଟ ଆପଣଙ୍କର ଫକୀରମୋହନ ସେନାପତି। ବୁଝିଲା। ଦେଖିବା ଫକୀରମୋହନ ସେନାପତି ପୁରା ବ୍ୟାଖ୍ୟା କରି ଦେଖିବା କ'ଣ। ଫକୀରମୋହନ ସେନାପତି ବ୍ୟାସକବି ମଧ୍ୟ କୁହାଯାଏ। ମୋହନ ଏଇ ସବୁ କାଳଜୟୀ କ୍ଷୁଦ୍ରକଳ୍ପ ରଚନା କରିଥିଲା। ରେବତୀ ମଧ୍ୟ ତାଙ୍କର ସୃଷ୍ଟି। ରେବତୀଟା ପ୍ରଥମ ତାଙ୍କର କ୍ଷୁଦ୍ରକଳ୍ପ। ରାଧାନାଥ ରାୟ ଚିଲିକା କେଦାରଗୌରୀ କାବ୍ୟର ରଚୟିତା। ରାଧାନାଥ କେଉଁଥିପାଇଁ? ଏଗୁଡ଼ାକ ଗୋଟେ ଫେମସ୍ କବିତା ଗୁଡ଼ାକ। ଚିଲିକା କେଦାରଗୌରୀ କାବ୍ୟର ରଚୟିତା। ବୁଝିଲା। ମନୋଜ ଦାସ ପ୍ରସିଦ୍ଧ ଆଧୁନିକ କାବ୍ୟ କଥାକାର। ବୁଝିଲା। ସୁରେନ୍ଦ୍ର ମହାନ୍ତି ନୀଳଶୈଳୀ ପୁସ୍ତକର ଲେଖକ। ଚାଲନ୍ତୁ ଆଗକୁ ବଢ଼ିବା। 16 ନମ୍ବର ପ୍ରଶ୍ନ। ରାଉରକେଲା ଇସ୍ପାତ କାରଖାନା ଷ୍ଟିଲ୍ ପ୍ଲାଣ୍ଟ କେଉଁ ଦେଶର ସହାୟତା ନିର୍ମିତ ହୋଇଥିଲା? କେଉଁ ଦେଶରେ? କିଏ କହିପାରିବ? କେଉଁ ଦେଶରେ? ଆମର ଜର୍ମାନ ପରା। ହଁ, ମୋତେ ଲାଗୁଛି ଜର୍ମାନ। ଆନ୍ସର୍ ଦେଖିବା। ହଁ, ଆନ୍ସର୍ ଆସିବ ତୁମର ଜର୍ମାନ। ଏଇଟା ମନେ ରଖିଥିବ। ଏଇଟା ଓଡ଼ିଶା ଭିତରେ କ୍ୱେଶ୍ଚିନ୍, କିନ୍ତୁ କେଉଁ ଷ୍ଟିଲ୍ ପ୍ଲାଣ୍ଟକୁ କେଉଁ ଦେଶ ସହିତ ସହାୟତା ହୋଇଥିଲା, ଏଗୁଡ଼ା ଏ ଟାଇପ୍ କ୍ୱେଶ୍ଚିନ୍ ପଡ଼ିଲା ଜାଣିନଥିଲେ କ'ଣ ମାରିବ? ଅଟୋମେଟିକ୍ ମନରେ ଆସିବ ନା ରୁଷିଆ ଆମ ସେ ବନ୍ଧୁ ଦେଶ। ବୁଝିଗଲା। ନ୍ୟୁଜ୍ରେ ବି ଦେଖିଥିବ ବନ୍ଧୁ ଦେଶ ବୋଲି କହୁଛନ୍ତି, ସେ ଅନୁସାରେ ମାରିବ ମାନେ ରୁଷିଆ ମାରିଦେବ। ଆନ୍ସର୍ଟା କ'ଣ ତୁମର? ଜର୍ମାନୀ। ହେଲା, ବି ହେଲା ତୁମର ରାଇଟ୍ ଆନ୍ସର୍। ଚାଲନ୍ତୁ କ'ଣ ବ୍ୟାଖ୍ୟା କରିଛି। ରୁଷିଆ ଏହା ସାହାଯ୍ୟରେ ଛତିଶଗଡ଼ର ବିଲାଇ ଷ୍ଟିଲ୍ ପ୍ଲାଣ୍ଟ ତିଆରି ହୋଇଥିଲା। ରୁଷିଆର ସାହାଯ୍ୟରେ କ'ଣ ହେଇଥିଲା? ଛତିଶଗଡ଼ର ବିଲାଇ ଷ୍ଟିଲ୍ ପ୍ଲାଣ୍ଟ ତିଆରି ହୋଇଥିଲା। ଜର୍ମାନୀର ପଶ୍ଚିମ ଜର୍ମାନୀ ସହାୟତାରେ ଓଡ଼ିଶାର ରାଉରକେଲାଠାରେ 1955 ମସିହାରେ ପ୍ରତିଷ୍ଠା ହୋଇଥିଲା। ରୁଷିଆ ଏମିତି ନୁହେଁ ଯେ ଆମ ସହିତ କରିନି, କିନ୍ତୁ ଆମ ଓଡ଼ିଶା ପାଇଁ ନୁହେଁ, ସେ ଛତିଶଗଡ଼ କରିଛି। ବୁଝିହେଲା। ବ୍ରିଟେନ ଏହା ସାହାଯ୍ୟରେ ଦୁର୍ଗାପୁର ଷ୍ଟିଲ୍ ପ୍ଲାଣ୍ଟ ତିଆରି ହୋଇଥିଲା। ଆମେରିକାର
ଏଥିରେ ଆମେରିକାର କୌଣସି ହାତ ନାହିଁ। ଆମେରିକାର କୌଣସି ହାତ ନାହିଁ। ବ୍ରିଟେନ ସାହାଯ୍ୟ କରିଛି, ଜର୍ମାନ ଆଉ ରୁଷିଆ। ବଟ୍ ଆମକୁ ଓଡ଼ିଶାରେ କେଉଁ ସହାୟତା ରହିଥିଲା? ରାଉରକେଲାରେ କେଉଁ ସହାୟତା ରହିଥିଲା? ଜର୍ମାନ। ଆଉ ରୁଷିଆର କେଉଁଠି? ଛତିଶଗଡ଼ ବିଲେଇ ଷ୍ଟିଲ୍ ପ୍ଲାଣ୍ଟରେ ହେଇଥିଲା। ଆଉ ବ୍ରିଟେନର କ'ଣ? ଦୁର୍ଗାପୁର ଷ୍ଟିଲ୍ ପ୍ଲାଣ୍ଟ ତିଆରି ହୋଇଥିଲା। ବୁଝିହେଲା? ଚାଲ ଆଗକୁ ବଢ଼ିବା। 17 ନମ୍ବର କ୍ୱେଶ୍ଚିନ୍ କ'ଣ? ଓଡ଼ିଶାର ରାଜ୍ୟ ବୃକ୍ଷ ଷ୍ଟେଟ୍ ଟ୍ରି କେଉଁଠି? ଷ୍ଟେଟ୍ ଟ୍ରି କ'ଣରେ? ତମର ଆସିବ ଅଶ୍ୱତ୍ଥ ଆସିବ ସଠିକ୍। ଅଶ୍ୱତ୍ଥ ଆମର ଏଠି ବ୍ୟାଖ୍ୟା କରିଛି, ଦେଖ ପୁରା କମ୍ପ୍ଲିଟଲି। ବରଗଛ ହେଉଛି ଆଉ ଭାରତର ଜାତୀୟ ବୃକ୍ଷ। ବରଗଛ କ'ଣ? ଭାରତର ଜାତୀୟ ବୃକ୍ଷ, ନ୍ୟାସନାଲ୍ ଟ୍ରି। ଆମ୍ବ ଗଛ କ'ଣ? ଏହା ଭାରତର ଜାତୀୟ ଫଳର ଗଛ। ଶାଳ ଗଛ ଏହା ଓଡ଼ିଶାର ଜଙ୍ଗଲ ବହୁତ ଭାବରେ ଦେଖାଯାଏ। କ୍ୱେଶ୍ଚିନ୍ ଏମିତି ବି ଆସିପାରେ, ମନେ ରଖ, ଯେ ଓଡ଼ିଶାରେ କେଉଁ ପ୍ରକାର ଗଛ ଅଧିକ ମାତ୍ରାରେ, ଓଡ଼ିଶାର ଜଙ୍ଗଲରେ କେଉଁ ପ୍ରକାର ବୃକ୍ଷ ଅଧିକ ମାତ୍ରାରେ ଦେଖାଯାଏ? ନା ଶାଳ ଗଛ। ବୁଝିହେଲା? କିନ୍ତୁ ରାଜ୍ୟ ବୃକ୍ଷ ନୁହେଁ। ଅଶ୍ୱତ୍ଥ ଗଛ ଆମର ଓଡ଼ିଶାର ସରକାର ରାଜ୍ୟ ବୃକ୍ଷର ମାନ୍ୟତା ଦିଆଯାଇଛି। ବୁଝିହେଲା? ଚାଲନ୍ତୁ ଆଗକୁ ବଢ଼ିବା। ତମର ରାଇଟ୍ ଆନ୍ସର୍ ଡି। କଟକ ନଗରୀ କିଏ ସ୍ଥାପନ କରିଥିଲେ? କଟକ ନଗରୀ କିଏ ସ୍ଥାପନ କରିଥିଲେ? ସରି, ଟିକେ ସ୍ଲିପ୍ ହେଇଯାଉଛି। କିଏ ସ୍ଥାପନ କରିଥିଲେ ରେ? ନୃପକେଶରୀ ଆନ୍ସର୍। ଚାଲନ୍ତୁ ପୁରା 3ଟାରୁ ପୁରା ବ୍ୟାଖ୍ୟା କରିଦେବା। ଯଯାତି କେଶରୀ କ'ଣ କରିଥିଲେ? ସେ ଅଭିନବ ଯଯାତି କେଶରୀ ବର୍ତ୍ତମାନର ଯାଜପୁର ବସାଇଥିଲେ। କିଏ? ଯଯାତି କେଶରୀ ଆସିଲା ବେଳେ କ'ଣ ଲେଖିବ? ନା ଯାଜପୁର ବସାଇଥିଲେ। ଆଉ ନୃପକେଶରୀରେ କ'ଣ? ଐତିହାସିକ ମତରେ 999 ଖ୍ରୀଷ୍ଟାବ୍ଦରେ ନୃପକେଶରୀ ବିଦ୍ୟାଧର କଟକ ସହରରେ ପ୍ରତିଷ୍ଠା କରିଥିଲେ। ବୁଝିହେଲା? ନୃପକେଶରୀ। ଆଉ ଅନଙ୍ଗ ଭୀମ ଦେବ ସେ କଟକ ବାରବାଟୀ ଦୁର୍ଗ ନିର୍ମାଣ କରିଥିଲେ। ବୁଝିହେଲା? ଚୋଡ଼ଭଙ୍ଗ ଦେବ କ'ଣ? ପୁରୀରେ ସେ ପୁରୀ ମନ୍ଦିର ନିର୍ମାଣ କରିଥିଲେ। ଚୋଡ଼ଭଙ୍ଗ ଦେବ, ଏଇଟା ସମସ୍ତେ ଜାଣିଥିବେ। 19 ନମ୍ବର କ୍ୱେଶ୍ଚିନ୍ କ'ଣ? ବିଦେଶ ଯାତ୍ରା କରୁଥିବା ପ୍ରଥମ ଓଡ଼ିଆ କିଏ? ଏଇଟା ତ ଅବଭିୟସଲି ମଧୁସୂଦନ ଦାସ ହିଁ ହେବ। ଛୋଟବେଳରୁ ପଢ଼ି ଆସିছে। ଚାଲ, ଗୋପବନ୍ଧୁ ଦାସ ସତ୍ୟବାଦୀ ବର୍ଣ୍ଣ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏଗୁଡ଼ାକ ସବୁ ସିମ୍ପଲ୍ ଲାଗୁଥିବ, କିନ୍ତୁ କ୍ୱେଶ୍ଚିନ୍ ଯେତେବେଳେ ଏକ୍ଜାମ୍ରେ କନଫ୍ୟୁଜ୍ ଟାଇପ୍ର କ୍ୱେଶ୍ଚିନ୍ ଆସେ ସେତେବେଳେ ଜାଣିପାରିବନି। ସହଜ, ଘରେ ଥାଇକି ସହଜ ଲାଗିବ, ଏକ୍ଜାମ୍ ମୋମେଣ୍ଟରେ ତୁମକୁ ଜଣାପଡ଼ିବନି। ତ ସେଥିପାଇଁ ଦେଖିବ। ବିଜୁ ପଟ୍ଟନାୟକ ସେ ଜଣେ ସାହସୀ ପାଇଲଟ୍ ଥିଲେ, ଯିଏ ଇଣ୍ଡୋନେସିଆକୁ ସାହାଯ୍ୟ କରିଥିଲେ। ବିଜୁ ପଟ୍ଟନାୟକ ଛାଡ଼। ମଧୁସୂଦନ ଦାସ ଉତ୍କଳ ଗୌରବ ମଧୁସୂଦନ ପ୍ରଥମ ଗ୍ରାଜୁଏଟ୍, ଓଡ଼ିଆ ଗ୍ରାଜୁଏଟ୍ ବି ପ୍ରଥମ, ସିଏ ପ୍ରଥମ। ଆଉ ଆଡ଼ଭୋକେଟ୍ ବି ପ୍ରଥମ, ଏବଂ ବିଦେଶ ଲଣ୍ଡନ ଯାତ୍ରା କରିଥିଲେ ପ୍ରଥମ ଓଡ଼ିଆ। ବୁଝିହେଲା? ପଟ୍ଟାଣି ସାମନ୍ତ ସେ ଜଣେ ମହାନ ଜ୍ୟୋତିର୍ବିଦ୍ ଥିଲେ। ଯନ୍ତ୍ର ବିନା ଗ୍ରହ ମାପୁଥିଲେ। ଏଇଟା ତୃତୀୟ ଶ୍ରେଣୀରେ ପାଠ ଥିଲା, ଏବେ ଅଛି କି ନାହିଁ ଜଣାପଡ଼ୁନି। 20 ନମ୍ବର ପ୍ରଶ୍ନ, ଏଇଟା ବୋଧେ ଲାଷ୍ଟ ପ୍ରଶ୍ନ। ଚାଲନ୍ତୁ। ପ୍ରସିଦ୍ଧ କୃଷି ଭିତ୍ତିକ ପର୍ବ ନୂଆଖାଇ ମୁଖ୍ୟତଃ ଓଡ଼ିଶାର କେଉଁ ଅଞ୍ଚଳରେ ପାଳିତ ହୁଏ? କେଉଁ ଅଞ୍ଚଳରେ? ସମସ୍ତେ ଆମେ କହୁଛେ ପଶ୍ଚିମ ଓଡ଼ିଶା। ବୁଝିଲେ? ପଶ୍ଚିମ ଓଡ଼ିଶା, ଡାଲକାଇ। ଚାଲ ଦେଖିବା କ'ଣ। ଉପକୂଳ, ଏଇଟାର ରଜ କୁମାର ପର୍ବ, ପୂର୍ଣ୍ଣିମା, ବାଲିଯାତ୍ରା ବେଶୀ ହୋଇଥାଏ। ଉପକୂଳ ଓଡ଼ିଶାରେ କ'ଣ ସବୁ ହେଇଥାଏ? ଉପକୂଳ ଓଡ଼ିଶା ଆସିଲା ମାନେ କ'ଣ? ରଜ କୁମାର ପୂର୍ଣ୍ଣିମା, ବାଲିଯାତ୍ରା ଆଦି ବେଶୀ ପାଳନ ହୁଏ। ପଶ୍ଚିମ ଓଡ଼ିଶାରେ କ'ଣ ହୁଏ? ପଶ୍ଚିମ ଓଡ଼ିଶା କେଉଁ ଜିଲ୍ଲାକୁ କୁହାଯାଏ? ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଆଦି ପଶ୍ଚିମ
ଓଡ଼ିଶା ଜିଲ୍ଲାର ଗଣେଶ ପୂଜାର ପରଦିନ ମା ସମଲେଇଙ୍କ ନୂଆ ଦାନ ଅର୍ପଣ କରି ନୂଆଖାଇ ବହୁତ ଧୁମଧାମରେ ପାଳନ କରାଯାଏ। ବୁଝିଗଲା। ସେ ଅନ୍ୟ ଅଂଶ ମଧ୍ୟ ପାଳନ ହୁଏ, କିନ୍ତୁ ଏହାର ମୂଳ ପୀଠ ପଶ୍ଚିମ ଓଡ଼ିଶାରେ। ସରିଲା ଏଇଠି ଭିଡ଼ିଓଟା। ହଉ, ଆମ ଭିଡ଼ିଓ ଯଦି ଆପଣଙ୍କୁ ଯଦି ଭଲ ଲାଗୁଛି, ଆମ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗୁଛି ତ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରନ୍ତୁ। ଏପର୍ଯ୍ୟନ୍ତ ଯଦି ଦେଖିଛନ୍ତି, ଆଉ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ ବି କରନ୍ତୁ। ଆମେ ଜାଣିପାରିବୁ ଯେ ଆମ ପଢ଼ାଇବା ଶୈଳୀଟା କେମିତି ଲାଗୁଛି। ତ ଚାଲନ୍ତୁ ଭିଡ଼ିଓଟା ଏଇଠି ରଖିବା। ଜୟ ଜଗନ୍ନାଥ। ହଉ, ଧନ୍ୟବାଦ ସମସ୍ତଙ୍କୁ।